ସାର୍ ଆପଣ ପରିଚୟଟି ଦିଅନ୍ତୁ। ମୁଁ ଇଣ୍ଡିଆନ୍ ବ୍ୟାଙ୍କର ଶାଖା ପ୍ରବନ୍ଧକ, ମୋ ନାଁ ମଳୟ ଦାସ। ସାର୍ କ'ଣ କହିବେ ଆଜି ବ୍ୟାଙ୍କରେ ଅଧିକ ମାତ୍ରାରେ ଗ୍ରାହକ ବା ଲୋକମାନଙ୍କର ସଂଖ୍ୟା ବଢ଼ିଛି କ'ଣ? ହଁ, ନିଶ୍ଚିତ ଆଜି ବହୁତ ମାତ୍ରାରେ ବଢ଼ିଛି। କାରଣ ଏଥିପାଇଁ ଯେ ଯେଉଁ 8 ତାରିଖ ଦିନ ସୁଭଦ୍ରା ଟଙ୍କା ବ୍ୟାଙ୍କକୁ ଆସିଛି, 2 ଦିନ ଛୁଟି ପରେ ଆଜି ସମସ୍ତେ ବ୍ୟାଙ୍କରେ ଆସିକି ଉପସ୍ଥିତ ଅଛନ୍ତି। ସାର୍ ଯଦି କହିବା ବ୍ୟାଙ୍କରେ ଯେଉଁ ଅନ୍ୟାନ୍ୟ ଯିଏ ଆସୁଛନ୍ତି କାମରେ ତାଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି, ସେ ବିରକ୍ତି ପ୍ରକାଶ କରୁଛନ୍ତି ବା ବହୁତ ବିଳମ୍ବରେ ତାଙ୍କ କାର୍ଯ୍ୟ ହେଉଛି, କ'ଣ କହିବାକୁ ନାହିଁ? ଆମେ ଚାହୁଁଛୁ ତାଙ୍କୁ ଶୀଘ୍ର ସର୍ଭିସ୍ ଦେବା ପାଇଁ। ଆଜି ଯେହେତୁ ଭିଡ଼ ରହିଯାଇଛି, କିନ୍ତୁ ଆମେ ତାଙ୍କର କାମ ସବୁଯାକ ନୂଆ ଜଣେ ଆମର ଏଇ ସମୟରେ ଆମର ନୂଆ ଅଫିସର ଜଏନ୍ କରିଛନ୍ତି ଆମ ବ୍ରାଞ୍ଚରେ, ତେଣୁ ଏତେଟା ମାତ୍ରାରେ ଅସୁବିଧା ହେବନି। ଆମେ ତାଙ୍କୁ ସର୍ଭିସ୍ ଦେବା ପାଇଁ ଚେଷ୍ଟା କରୁଛୁ। ସାର୍ ଯଦି କହିବା ଯେଉଁମାନେ ବ୍ୟାଙ୍କ ଆସୁଛନ୍ତି ବା ଏଇ କମ୍ପ୍ଲେକ୍ସରେ ଚାରିପଟେ ବହୁତ ଭିଡ଼ ଦେଖିବାକୁ ମିଳୁଛି, ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏହାକୁ ନେଇ କ'ଣ କହିବେ? ଆମର ଏଇ ବ୍ୟାଙ୍କରେ 3-4ଟା ଫାଇନାନ୍ସିଆଲ ଇନଷ୍ଟିଟ୍ୟୁଟ୍ ଯେମିତି କାନାଡ଼ା ବ୍ୟାଙ୍କ ଅଛି, ଅନ୍ୟ ଫାଇନାନ୍ସିଆଲ ବି ସର୍ଭିସ୍ ରହୁଛି, ଆଉ ମାର୍କେଟ କମ୍ପ୍ଲେକ୍ସ ରହୁଛି। ସେଥିପାଇଁ ଏ ଜାଗାରେ ଟିକେ ଗାଡ଼ି ରଖିବା ପାଇଁ ପ୍ରୋବ୍ଲେମ୍ ହେଉଛି। ଆମେ ଏଇଟା ଉପର ଅଫିସରୁ ଜଣେଇଛୁ, ସେମାନେ ବି କହିଛନ୍ତି ଯେ ଅନ୍ୟ ଜାଗା ଦେଖିବା ପାଇଁ ଭଲ ଜାଗା ସୁଇଟେବଲ୍, ଯେମିତି ବ୍ରାଞ୍ଚରେ ଲୋକମାନେ ତଳ ଲେବୁଲରେ ଯେମିତି ଲୋକମାନେ ସୁବିଧା ସର୍ଭିସ୍ ପାଇପାରିବେ। ଆମେ ବି ସେଇଟା ଚେଷ୍ଟା କରି ଆମେ ଅନ୍ୟ ଜାଗାରେ ସର୍ଭିସ୍। ସାର୍ ଯେହେତୁ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହେଲାଣି, ଖରାର ଗତି ବଢ଼ିଲାଣି, ଆପଣଙ୍କ ବ୍ୟାଙ୍କରେ ସାର୍ କ'ଣ ସବୁ ସୁବିଧା ରଖିଛନ୍ତି? ଆମେ ଲୋକଙ୍କର ଏଠି ଫିଲ୍ଟର ବ୍ୟବସ୍ଥା ରଖିଛୁ, ଆମେ ପାଣି ବ୍ୟବସ୍ଥା ରଖିଛୁ, ବଟଲ ବ୍ୟବସ୍ଥା ରଖିଛୁ। ସେମିତି କିଛି ପାଣିର କିଛି ଅସୁବିଧା ହେବନି। ଚେଷ୍ଟା କରିବା ଆଗକୁ ବି ଏଇଭଳିଆ ରହିବ। ସାର୍ ଯେଉଁ ବରିଷ୍ଠ ନାଗରିକମାନେ ଆସୁଛନ୍ତି ବ୍ୟାଙ୍କକୁ, ଯେଉଁମାନେ ବୃଦ୍ଧା ବା 70-80 ବର୍ଷ ଅଧିକ ହେଲାଣି, ତାଙ୍କ ପାଇଁ ସାର୍ କ'ଣ ସବୁ ବ୍ୟବସ୍ଥା କରିଛନ୍ତି? ଆମେ ଭିଡ଼ ଭିତରେ ମ୍ୟାକ୍ସିମମ୍ ବି ବୟସ୍କ ଲୋକ ଆସୁଛନ୍ତି। ଆମେ ଚେଷ୍ଟା କରୁଛୁ ତାଙ୍କୁ ଟିକେ ଇମିଡ଼ିଏଟ୍ ସର୍ଭିସ୍ ଦେଇକି ତାଙ୍କୁ ସର୍ଭିସ୍ ଦେଇକି ତାଙ୍କୁ ସୁବିଧା କରିବା ପାଇଁ ଚେଷ୍ଟା ରଖିବା ବି ଏଇଟା। ସାର୍ କ'ଣ ନିବେଦନ କରିବେ ଯେଉଁ ଗ୍ରାହକମାନେ ଅଛନ୍ତି ବ୍ୟାଙ୍କର କଷ୍ଟମର? ଏଠି ଯେହେତୁ ଗୋଟେ ସେମି ଅର୍ବାନ୍ ବ୍ରାଞ୍ଚରେ ରହୁଛି, ଆଧିରେ ଟିକେ ଏଜୁକେଟେଡ଼ ଅନଏଜୁକେଟେଡ଼ ଲୋକ ଅଛନ୍ତି। ଆମେ ଏଜୁକେଟେଡ଼ ଲୋକଙ୍କୁ ଚାହୁଁଛୁ ଯେ ଡିଜିଟାଲ୍ ସର୍ଭିସ୍ ମାଧ୍ୟମରେ ସେମାନେ ସେବା ପାଆନ୍ତୁ, ଆଉ ସେବା କଲେ ସେମାନେ ବି ନିଶ୍ଚୟ ସାଟିସ୍ଫ୍ୟାକ୍ସନ୍ ହେବେ ଯେଉଁ ଆମର ଡିଜିଟାଲ୍ ବ୍ୟାଙ୍କିଂରେ। ଆଉ ଅନ୍ୟ ଯେଉଁମାନେ ଅଛନ୍ତି ତାଙ୍କୁ ସର୍ଭିସ୍ ଦେଇ ହେବ। ସାର୍ କ'ଣ ଆପଣଙ୍କ ଉପରିସ୍ଥ ଅଧିକାରୀ ଏ ସବୁ ଜଣାଇଛନ୍ତି ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛି ବ୍ୟାଙ୍କ? ହଁ, ଆମେ ଏଇଟା ଜଣେଇଛୁ, ସେମାନେ ବି ତାଙ୍କୁ ଫଲୋ ଅପ୍ କରିଛନ୍ତି। ଯେମିତି ମାନେ ATM ମାଧ୍ୟମରେ ଟଙ୍କା ଉଠାଇବା ପାଇଁ କି ମୋବାଇଲ ମାଧ୍ୟମରେ ପଇସା କେମିତି ଜମା ହୁଏ, ଫ୍ରିଜ୍ ପଡ଼େ, ସବୁ ଜିନିଷରେ ସେମାନେ କହୁଛନ୍ତି। ଆମେ ସହଯୋଗ କରୁଛୁ। କଷ୍ଟମରକୁ ଏମାନଙ୍କ ବିଷୟରେ ଆମେ ଶିକ୍ଷା ଦେଉଛୁ କେମିତି ଆମେ ଆଗକୁ ଡିଜିଟାଲ୍ ମାଧ୍ୟମରେ ସେବା ପାଇପାରିବେ। ଥ୍ୟାଙ୍କ ୟୁ ସାର୍।